ସମସ୍ତଙ୍କୁ ସାଦର ଅଭିନନ୍ଦନ। ପିଲାମାନେ ଜାଣିଛ ବର୍ଷକୁ 12 ମାସ ଏବଂ 12 ମାସରେ 6ଟି ଋତୁ। ଏହି ଋତୁମାନଙ୍କ ମଧ୍ୟରେ ବର୍ଷା ଋତୁ ମଧ୍ୟ ଏକ ଋତୁ, ଯାହା ଅନ୍ୟ ଋତୁମାନଙ୍କ ଠାରୁ ଶ୍ରେଷ୍ଠ ବୋଲି କବି ଜଗନ୍ନାଥ ଦାସ ତୁମ ପୁସ୍ତକରେ ଥିବା ବର୍ଷା କବିତାରେ ଉଲ୍ଲେଖ କରିଛନ୍ତି। ଆସ ଦେଖିବା ବର୍ଷା କିପରି ହୋଇଥାଏ ଏବଂ ବର୍ଷାକୁ କାହିଁକି କବି କହିଲେ ଯେ ଏ ସକଳ ଋତୁଙ୍କ ଭିତରେ ଶ୍ରେଷ୍ଠ। ପ୍ରଥମେ ଆମେ ଦେଖିବା ଜଗନ୍ନାଥ ଦାସ ହେଲେ ଷୋଡ଼ଶ ଶତକର ଜଣେ ବଳିଷ୍ଠ କବି। ସେ କେବଳ ଭାଗବତକାର ନଥିଲେ, ଏହା ବ୍ୟତୀତ ସେ ଅନେକ ଗୁଡ଼ିଏ ଓଡ଼ିଆ ଗ୍ରନ୍ଥ ରଚନା କରିଛନ୍ତି, ସଂସ୍କୃତ ଗ୍ରନ୍ଥ ରଚନା କରିଛନ୍ତି। ତାଙ୍କର କିଛି ଅପ୍ରକାଶିତ ଗ୍ରନ୍ଥ ମଧ୍ୟ ଆମ ପାଖରେ ରହିଛି। ଏହା ବ୍ୟତୀତ ଗଦ୍ୟ ସାହିତ୍ୟ ମଧ୍ୟ ରଚନା କରିଛନ୍ତି। ତା ବ୍ୟତୀତ ସବୁଠାରୁ ମୁଖ୍ୟ, ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ କବିଙ୍କର ଭାଗବତକୁ ଓଡ଼ିଆରେ ପାଠ କରିଛନ୍ତି। ଏହି କବିତାରେ ସେ କହିଛନ୍ତି ଯେ ବର୍ଷା କିପରି ଆନନ୍ଦଦାୟକ। ଓଡ଼ିଆ ଭାଗବତର ଏହି କବିତାଟି ହେଲା 10ମ ସ୍କନ୍ଧରୁ ଆସିଛି ଏବଂ 10ମ ସ୍କନ୍ଧର 21 ଅଧ୍ୟାୟରୁ ଏଠାରେ ରଖାଯାଇଛି। ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀର କବି ବୋଲି ଜଗନ୍ନାଥ ଦାସଙ୍କୁ କୁହାଯାଏ। ପୁରୀ ଜିଲ୍ଲାର କପିଳେଶ୍ୱରପୁରରେ ସେହି କବିଙ୍କର ଜନ୍ମ। ଆମେ ଆଜି ତାଙ୍କ କବିତା ବର୍ଷା କବିତାଟି ପଢ଼ିବା। ଏହି କବିତାର ପ୍ରଥମ ଧାଡ଼ିରେ ସେ ଲେଖିଲେ, ଏମନ୍ତେ ଗ୍ରୀଷ୍ମକାଳ ଗଲା ବରଷା ଋତୁ ପ୍ରକାଶିଲା। ଏଠାରେ ଯେଉଁ ଏମନ୍ତେ କୁହାଗଲା, ଏହାର ଅର୍ଥ ଏହା ପରେ। ଏମନ୍ତେ ଏହା ପରେ। ଏବଂ ଏଠାରେ ଦେଖ କବି ଯେଉଁ ବର୍ଣ୍ଣନା କରିଛନ୍ତି, ଏହା ବର୍ଷା ଋତୁର ବର୍ଣ୍ଣନା କରିଛନ୍ତି। ଏମନ୍ତେ ଅର୍ଥାତ୍ ଏହା ପରେ। ଏହାର ଅର୍ଥ ହେଲା ଏହି ଅଂଶଟି ଭାଗବତ ଗୀତାର ଅଧାରୁ ଆସିଛି। ବର୍ଷା ଋତୁ ପ୍ରକାଶିଲା। ଗ୍ରୀଷ୍ମର ଅବସାନ ପରେ ପୃଥିବୀ ପୃଷ୍ଠକୁ ବର୍ଷା ଋତୁର ଆଗମନ ହୋଇଛି। କବି କହୁଛନ୍ତି ସକଳ ଋତୁଙ୍କର ସାର, ଅର୍ଥାତ୍ ସମସ୍ତ ଋତୁମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠ। କାହିଁକି? କାରଣ ଏ ପୃଥିବୀକୁ ସେ ଶସ୍ୟ ଭଳି ସମ୍ପଦରେ ଭରପୁର କରିଦିଏ। ତେଣୁ ଏହି ଋତୁକୁ ସେ ଶ୍ରେଷ୍ଠ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ସେ କହିଲେ ଯେତେବେଳେ ବର୍ଷା ଆସେ ସେତେବେଳେ ମେଘ, ବିଜୁଳି, ଘଡ଼ଘଡ଼ି ଇତ୍ୟାଦିର ମଧ୍ୟ ଆଗମନ ହୋଇଥାଏ। କବିତାର ଏକ ଅଂଶରେ ସେ କହିଲେ, ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ଦେଖ, ମେଘ ମେଘ ସହିତ ମିଳିଲେ, ଶୂନ୍ୟ ପଥରେ ମିଳିଲେ ଏବଂ ବିଜୁଳି ସହିତ ଶବ୍ଦ ମଧ୍ୟ ହେଲା। ଏହା କେବଳ ବର୍ଷାର ଆଗମନ ପାଇଁ ହୋଇଛି। ବର୍ଷାର ଆଗମନ ହେବାରୁ ମେଘମାନଙ୍କର ମଧ୍ୟ ମିଳନ ହୋଇଛି। ବିଜୁଳି ମଧ୍ୟ ପୃଥିବୀ ପୃଷ୍ଠରେ ଦେଖା ଦେଇଛି। କାହିଁକି? ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। ବର୍ଷା ହେବା ସମୟରେ ଏହିଭଳି ବିଜୁଳି ଓ ଘଡ଼ଘଡ଼ିର ପ୍ରଭାବ ଆମେ ଦେଖିବାକୁ ପାଉ। କବିଙ୍କ ମତରେ ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରସି। ପୃଥିବୀ ରବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତେ, ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେହ୍ନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ। କବିଙ୍କର ଯେଉଁ କବିତାଟି ଆମ ପୁସ୍ତକରେ ରହିଛି, ତାର ପ୍ରଥମ ପୃଷ୍ଠା ମୁଁ ତୁମକୁ ଦେଖାଇଛି। ଏଠାରେ କବି ବର୍ଣ୍ଣନା କଲେ ଯେଉଁ ପୃଥିବୀ 8 ମାସ ଧରି ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣକୁ କଷ୍ଟର ସହିତ ସହିଥିଲା, ତାହାର ଅନ୍ତ ହେଇଛି। ଯେପରି ତପସ୍ୱୀମାନେ କଠିନ ତପସ୍ୟା କରିବା ପରେ ସେମାନଙ୍କୁ ଫଳ ମିଳିଥାଏ, ଠିକ୍ ସେହିପରି ପୃଥିବୀ ମଧ୍ୟ ଉତ୍ତପ୍ତ ଥିବା ସମୟରେ କଠିନ ସମୟକୁ ଅତିକ୍ରମ କରି ବର୍ତ୍ତମାନ ବର୍ଷାର ଆଗମନ ଫଳରେ ଧରାପୃଷ୍ଠରେ ଜଳ,
ଧରା ପୃଷ୍ଠରେ ସବୁଜିମା ଭରି ରହିଛି। ତେଣୁ ପୃଥିବୀ ମଧ୍ୟ ଆନନ୍ଦିତ। ସେ କହୁଛି, ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ। ପୃଥିବୀ ପୃଷ୍ଠରେ ସମସ୍ତେ ସୁଖୀ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ ଆନନ୍ଦ ଭରିଯାଇଛି। ଦ୍ୱିତୀୟ ପୃଷ୍ଠାରେ କବି ପୁଣି ବର୍ଣ୍ଣନା କରିଛନ୍ତି, ବର୍ଷା ଋତୁରେ ଖଦ୍ୟୋତ କୀଟ ନିଶା ମୁଖେ ଜଗତ ଆବୋରିଲେ ସୁଖେ। ମଣ୍ଡୁକେ ମେଘନାଦ ଶୁଣି ଗର୍ଜନ୍ତି ଆବରିଣ ପାଣି। ଅଳ୍ପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ନାନା ପ୍ରକାର ଶସ୍ୟରାଶି ଏଣେ ପୂରିତ ମହିଦିଶି। ଛତୁ ଯେ ଛତ୍ରପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ମୟୂରେ ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ଅତିଥି ଦେଖି ଭକ୍ତଜନେ ଯେସନେ ତୋଷ ହୁଅନ୍ତି ମନେ। ଯେପରି ଅତିଥି ଘରକୁ ପ୍ରବେଶ କରିବା କୌଣସି ତିଥି ନଥାଏ, ଠିକ୍ ସେହିପରି ବର୍ଷାର ଆଗମନ ପାଇଁ କୌଣସି ତିଥି ନିର୍ଦ୍ଧାରିତ ନଥାଏ। ଖଦ୍ୟୋତ ବା ଜୁଳୁଜୁଳିଆ ପୋକଟି ସନ୍ଧ୍ୟା ସମୟରେ ଉଡ଼ି ବୁଲେ। ଛତୁ ପ୍ରାୟ ପୃଥିବୀରେ ଫୁଟି ଉଠେ। ମଣ୍ଡୁକ ଗର୍ଜନ କରିଯାଏ। ଅଳପ ଥିବା ନଦୀ ଭରି ଉଠେ। ଲହରୀ ଖେଳେ। ସେଠାରେ ଶସ୍ୟ ଭରପୁର ହୋଇଯାଏ ଏବଂ ମୟୂର କଳାମେଘ ଦେଖି ନାଚିବା ଆରମ୍ଭ କରେ। କହିଲେ ଦେଖି, ଯଦି ଏ ସମସ୍ତେ ଏତେ ଆନନ୍ଦିତ, ତେବେ ବର୍ଷା ଋତୁ ସମସ୍ତଙ୍କୁ ଆନନ୍ଦ ଦେଇପାରିଛି। ତେଣୁ କବି କହୁଛନ୍ତି, ଏହି ଋତୁଟି ହେଉଛି ସବୁ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ। କବି କୌଣସି କଥାକୁ ଭୁଲ ବୋଲି କହିନାହାନ୍ତି। ସେ ପ୍ରମାଣ କରିଦେଇଛନ୍ତି, ବର୍ଷା ଋତୁରେ କୃଷକ ମଧ୍ୟ ଆନନ୍ଦିତ ହୁଏ। ତୁମେ ପୃଥିବୀ ପୃଷ୍ଠରେ ଅନେକ ସମୟରେ ବର୍ଷା ଋତୁରେ ତୁମେ ଦେଖିଥିବ, ବର୍ଷା ପଡ଼ିବା ସମୟରେ ଆମେ ବେଳେବେଳେ ପୃଥିବୀ ପୃଷ୍ଠରେ ଛୋଟ ଛୋଟ ଛତୁ ଦେଖୁ। ତୁମେ ମଧ୍ୟ ବିଭିନ୍ନ ପ୍ରକାର ଛତୁକୁ ଦେଖିଥିବ। ଦେଖିଲ, ଚିତ୍ରରେ ଦେଖାଯାଉଥିବା ଏ ଛତୁଟି ଛତ୍ର ବା ଛତା ଭଳି ଦେଖାଯାଉଛି ନା? ଏହିଭଳି ବର୍ଷା ଋତୁରେ ଅନେକ ପ୍ରକାରର ଛତୁ ଫୁଟିଥାଏ ଏବଂ ଏହା ପୃଥିବୀକୁ ଅତି ଆକର୍ଷଣୀୟ କରିଥାଏ। କେବଳ ଏହା ନୁହେଁ, ପୃଥିବୀ ଶସ୍ୟଶ୍ୟାମଳା ମଧ୍ୟ ହୋଇଯାଇଥାଏ ଏବଂ ସବୁଠାରୁ ଆନନ୍ଦ ଦେଇଥାଏ ଆମକୁ, ପୃଥିବୀ ପୃଷ୍ଠରେ ମୟୂର ନାଚିଥାଏ ଏବଂ କଳାମେଘ ଦେଖି ଯେଉଁ ମୟୂର ନାଚିଥାଏ, ତାର ନାଚ ଦେଖି ଆମେ ଅନୁମାନ କରିଥାଉ ବର୍ଷାର ଆଗମନ ହୋଇଯାଇଛି। କବିଙ୍କର ଚିନ୍ତାଧାରାରେ ଆମେ ଦେଖିଲେ ବର୍ଷା ଋତୁଟି ହିଁ ଶ୍ରେଷ୍ଠ ଋତୁ। ମୋର ଆଶା କି ତୁମେମାନେ କବି ଜଗନ୍ନାଥ ଦାସଙ୍କର ଏହି ବର୍ଷା କବିତାଟିକୁ ଭଲ ଭାବରେ ବୁଝିପାରିଥିବ।